ଲଗାଣ ବର୍ଷା ଆଜି ଓଡ଼ିଶାର ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ସେଥିରେ ବାଦ ପଡ଼ିନି ଧାମରା ଅଞ୍ଚଳ। ଲଗାଣ ବର୍ଷା ଯୋଗୁଁ ଘର ଭିତରେ ପଶିଛି ପାଣି। 10 ପରିବାର ଜଳବନ୍ଦୀରେ। ନା ଖାଇବାକୁ ପାଇଛନ୍ତି, ନା ଶୋଇବାକୁ ଜାଗା ଖଣ୍ଡେ ଅଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳର ଜାଗୁଳା ପଞ୍ଚାୟତର ଜୟଦୁର୍ଗା ପାଟଣା ଗ୍ରାମରେ। ଲଗାଣ ବର୍ଷା ଯୋଗୁଁ ପାଣି ନିଷ୍କାସନର ବାଟ ନଥିବାରୁ ଘର ଭିତରକୁ ପଶିଛି ପାଣି। ଆଜକୁ 3 ଦିନ ହେବ ନା ଘରେ ରୋଷେଇ ହୋଇଛି, ନା ଘରେ ଲୋକେ ଶୋଇପାରୁଛନ୍ତି। ଘରେ ବାହାରକୁ ବାହାରି ପାରୁନାହାନ୍ତି। ଆଣ୍ଠୁଏ ପାଣିରେ ଯିବା ଆସିବା କରୁଛନ୍ତି ଲୋକେ। ଏହି ଖବର ପାଇ ଜାଗୁଳା ପଞ୍ଚାୟତର ସରପଞ୍ଚ ସୁରେଶ ସେଠୀ ପହଞ୍ଚିଥିଲେ ସେହି ଲୋକଙ୍କ ପାଖରେ। ଜଳବନ୍ଦୀ ପରିବାରକୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଥିଲେ ଏବଂ ସେମାନଙ୍କୁ ସରକାରଙ୍କର ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଯୁବ ସରପଞ୍ଚ ସୁରେଶ ସେଠୀ। ଜାଗୁଳା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁରେଶ ଚନ୍ଦ୍ର ସେଠୀ। ଜୟଦୁରା ପାଟଣାର ଗାଁ ରେଭେନ୍ୟୁ ଭିଲେଜ ଜୟଦୁରା ପାଟଣା। ଏଠି ମାନେ ବର୍ଷା ଲଘୁଚାପ ଜନିତ ବର୍ଷା ଯୋଗୁଁ ଆମର ପ୍ରବଳ ବର୍ଷା ସରକାର ତରଫରୁ ୟେଲୋ ୱାର୍ଣ୍ଣିଂ ଜାରି ହେଇଥିଲା 3 ଦିନ ପାଇଁ। ସେ 3 ଦିନ ଭିତରେ ବହୁତ ପ୍ରଚୁର ମାନେ ବର୍ଷା ହେବାରୁ ମାନେ ପାଣି ନିଷ୍କାସନ ହେବା ପାଇଁ ନଦୀ ଥାଇ ମଧ୍ୟ ଏଠି ନିଷ୍କାସନ ହେଇପାରୁନି। ଯେହେତୁ ଏବାଟେ ବାଟ ନାହିଁ, ବହୁତ ଘରକୁ ସବୁ ପାଖକୁ ପାଖ ଘର ହୋଇଅଛି। ସେଥିପାଇଁ ଆମର ପାଣି ନିଷ୍କାସନ ଯାଇପାରୁନି। ବିଲକୁ କାଟିବା ପାଇଁ ମଧ୍ୟ ହୁଡ଼ା କାଟିକି ତାକୁ ଧୀରେ ଧୀରେ ପାଣି ଯାଉଛି। ସେଥିପାଇଁ ପାଣି ଘେରରେ ଆମର କିପାଲ ଲକ୍ଷ୍ମୀପ୍ରିୟା ପାଲ ତାଙ୍କର ସମ୍ପୂର୍ଣ୍ଣ ଘର ବୁଡ଼ି ଯାଇଛି। 2 ଦିନ ହେଲା ତାଙ୍କର ରୋଷେଇ ନାହିଁ। ସେଥିପାଇଁ ଆମେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରୁଛୁ, ଆଣିକି ତାକୁ ଦିଆଯିବ। ଆଉ ଆମକୁ ଜଣାଇଲା ପରେ ଆମେ ଆସିକି ତାକୁ ଇନକ୍ୱାରି କରି ଦେଖୁଛୁ କିପରି ସୁବିଧା କରାଯିବ। ସରକାରଙ୍କ ପାଖକୁ ଏଟାକୁ ତହସିଲଦାର ଆର୍ଆଇଙ୍କୁ ରିପୋର୍ଟ କରାହେବ। ତଥାପି ବିଡ଼ିଓ ମହୋଦୟଙ୍କୁ ଆମେ ଖବର ଲୋକମାନେ ଘର ଦ୍ୱାର କରିକି ତାକୁ ଆସ୍ତେ ଆସ୍ତେ ସବୁ ମାନେ ମାଟି ଡ୍ରେନେଜ ବିଭାଗ ଆମେ ଆର୍ଆଇଙ୍କୁ ରିପୋର୍ଟ କରାଯିବ। ଆର୍ଆଇ ଯେହେତୁ ପାଣି ଘରେ ଅଛନ୍ତି, ସାର୍ଙ୍କୁ ମୁଁ ଜଣେଇଥିଲି ଆର୍ଆଇ ସାର୍ଙ୍କୁ। ସାର୍ ଯଦି 3ଟା ଟାଇମ୍ ଦେଇଛନ୍ତି ଆସିବେ, ସେଥିପାଇଁ ଦେଖିବେ। ଦେଖିକି ପାଣିଟା କିଭଳି ପ୍ରଥମ ପ୍ରାଇମେରୀରୁ କେମିତି ପାଣିଟା ନିଷ୍କାସନ କରାଯିବ, ତାପରେ ଡ୍ରେନେଜ ବିଭାଗକୁ ଖବର ଦିଆଯିବ। ଡ୍ରେନେଜ ବିଭାଗ ଆସି ତାର ସ୍ଥାୟୀ ସମାଧାନ କରାଯିବ। ସହଯୋଗ କରିବୁ। ସରପଞ୍ଚ ଦୃଷ୍ଟିରୁ ଆମେ ଆସିକି ଆର୍ଆଇଙ୍କୁ ସହଯୋଗ କରିବୁ। ଯେହେତୁ ବହୁତ ଏ 3 ଦିନ ହେଲା ବର୍ଷା ହେଇକି ପାଣି ଘରେ ପଶି ଯାଇଛି। ଆଉ ପାଣି ଯିବା ପାଇଁ ବାଟ କିଛି ନାହିଁ, ସବୁ ବନ୍ଦ ବାନ୍ଦ କରିଦେଇଛନ୍ତି। ଆଉ ଆଜି ଆମେ ଗାଁର ବୁଝାବୁଝି କରିକି ଯାଇକି କଟାକଟି କରିକି ପାଣି ଯିବା ପାଇଁ ବାଟ ସୁବିଧା କରୁଛୁ। 10 ଥର ଖଣ୍ଡେ ବନ୍ଦ କରିଦେଉଛନ୍ତି ଗାଁ ଲୋକ। ଆଉ ବାଧ୍ୟରେ ଆମେ ସାମିଲ ହେଇକି ଯିବାକୁ ଆପଣ ପାଖକୁ ବାଧ୍ୟ ହେଲୁ। ଆଉ କ'ଣ ନା ସବୁ ମୁଁ ଭୁଲି ଯାଇଛି, କହିବି ଗନେ। ଆମେ ପିଲା ଛୁଆ ଧରିକି ଆଜି ସ୍କୁଲ ଟ୍ୟୁସନ ସବୁ ବନ୍ଦ, ଆମେ ଖାଇବାକୁ ପାଉନି। ଆଜି ଚୁଡ଼ା କଦଳୀ ଆମେ ଖାଇକି ଆଜି 5-6 ଦିନ ଆମେ କଟୁଛୁ। ଏଣୁ ଆମେ ବାଧ୍ୟ ହେନୁ ସରପଞ୍ଚ ବାବୁକୁ ଡାକି ଆଣିକି ଆମେ ଫଟୋ କରୁଛୁ। ଆପଣ ସରକାର ଯାହା ସୁବିଧା କରିବେ ଆମେ ସେଥିପାଇଁ ଅନୁରୋଧ କରୁଛୁ। ଆମ ପାଇଁ କିଛି କରନ୍ତୁ। ଆମେ ଘର ଭିତରେ ବର୍ତ୍ତମାନ ଫସିକି ରହିଛୁ। ଆମ ଗୋରୁ ଗାଈ ଏବଂ ମୋର ଗୋଟେ ବେମାର ମା, ମୁଁ ତାକୁ ଧରିକି ଘର ଭିତରେ ଫସିକି ରହିଛି। ଆପଣଙ୍କ ଯାହା ତୁରନ୍ତ କାର୍ଯ୍ୟକ୍ରମ କରିବେ ଆମେ ସେଥିପାଇଁ ଅନୁରୋଧ କରୁଛୁ। ଆମ ପାଇଁ କିଛି ସୁବିଧା କରାଯାଉ। ଯାଇକି ଜଣେଇଥିଲୁ, ସରପଞ୍ଚ ନିଜେ ଆସିକି ଉପସ୍ଥିତ ହେଇଛନ୍ତି। ଆମକୁ ବହୁତ ଖାଇବା କତରୁ ଭଲ ମନ୍ଦ ସହାୟତା କରିଛି। ଆହୁରି ବି ଆଶା କରୁଛି ଆର୍ଆଇ ଅଫିସ କତରୁ ଭଲ ମନ୍ଦ କତରୁ ଯଦି ଯାଇକି ଆମକୁ ପହଞ୍ଚିକି ସରପଞ୍ଚ ବହୁତ କିଛି କରିସାରିଛନ୍ତି। ଆମେ ସେତିକି ଅନୁରୋଧ କରୁଛୁ, ଆମ ପାଇଁ କିଛି ସହାୟତା କରାଯାଉ। ସମୟରେ ସେ ବହୁତ ଆମକୁ ହେଲ୍ପ କରୁଛନ୍ତି। ଆସିକି ଆମେ 3 ଦିନ ଅଟକିକି ଥିନୁ, ଆମକୁ ଉଦ୍ଧାର କରିଛି ଏବଂ ଖାଇବା ଆଣିକି ଆମ କତିରେ ପହଞ୍ଚି ଆହୁରି ବି ଅସୁବିଧାର ସମ୍ମୁଖୀନ କରିବ ବୋଲି ଆମକୁ କଥା ଦେଇଛନ୍ତି। ସେଥିପାଇଁ ଅନୁରୋଧ କରୁଛି ସରକାର ପାଖରେ ଆହୁରି ଆଗକୁ କିଛି ଆମ ପାଇଁ ସହାୟତା କରୁ। ପାତ୍ର 3 ଦିନ ହେଲା ଏ ଛୁଆ ହଇରାଣ ହେଉଛନ୍ତି। ମୋତେ ବି ଫୋନ୍ କରୁଛି, ମୁଁ ବି ଆସୁଛି। ଆଉ କ'ଣ କରିବି, ସେ କେଉଁ ବାଟେ ପାଣି ଯିବ କ'ଣ କରିବ, ଆମେ ବ୍ୟବସ୍ଥା ବି ମଧ୍ୟ କରୁଛୁ। କରିବା ମଧ୍ୟ ତା ମଧ୍ୟରେ କିଛି ଲୋକ ବିରୋଧ ହେଇକି ବି ସେ ବ୍ୟବସ୍ଥାଟାକୁ ବନ୍ଦ ବି କରିଦିଆ ହେଉଛି। ଆମେ ପୁଣି ଯାଇକି ତାକୁ ବାପଧନ କରି କହୁଛୁ, ଆରେ ସେ ଲୋକଟା ହଇରାଣ ହେଉଛି, ତାକୁ ଖୋଲୁଛି। ଆଉ ଏଇ ପାଇଁ ଆମେ ବାଧ୍ୟ ଆମେ ସରପଞ୍ଚ ବାବୁ କହିଲୁ। ସରପଞ୍ଚ ଫୋନ୍ ପାଇଲା ସାଙ୍ଗେ ସାଙ୍ଗେ ଆସିଲେ। ଆସିକି ମୁଁ ସରପଞ୍ଚ କହିଲା ତମେ କାମ କର। ଆଉ ସରପଞ୍ଚ ନିଜେ ମଧ୍ୟ ଗଲେ ପାଣି ପାଖକୁ, ଯାଇକି ଦେଖିଲା। ସେ ଦେଖିଲା ଠିକ୍ ଅଛି, ପାଣି ତ ଚାଲିଛି ବର୍ତ୍ତମାନ ଯାଉ। ଆଉ ୟା ପରେ ତ କାମ କର, ସେ ଆର୍ଆଇ ଅଫିସ୍ ଚାଲ। ଆର୍ଆଇ ଅଫିସ୍ ଆମେ ଗଲୁ। ଆର୍ଆଇ ସାର୍ କହିଲା ଠିକ୍ ଅଛି। ସରପଞ୍ଚ ବାବୁ ଯାଇଥିଲେ, ସେ ଫଟୋ ମଧ୍ୟ ପଠେଇଛନ୍ତି ସରପଞ୍ଚ ବାବୁ।
ଆଉ ତମେ ଯାଅ ସରପଞ୍ଚ ବାବୁକୁ କହିବ ଆମେ 3ଟା ବେଳେ ଯିବୁ। ଆଉ ସରପଞ୍ଚ ବାବୁ ନିଜେ ଆସିକି ମାନେ ଅବଶ୍ୟ ରନ୍ଧା ଖାଦ୍ୟ ଆଣି ତାଙ୍କୁ ଦେଲେ, ବହୁତ ଉପକାର ମଧ୍ୟ କଲେ। ଏତିକି ମାନେ ସହାୟତା କରିବା ଆମର ବହୁତ ଆମେ ଭାଗ୍ୟବାନ ଭାବୁଛୁ, କାହିଁକିନା ସେ ବର୍ଷା ଝଡ଼ରେ ଘରୁ ଆସିକି ଏତିକି ଯେ ଆମକୁ ହେଲ୍ପ କରୁଛି, ଆମେ ବହୁତ ଧନ୍ୟବାଦ ଦଉଛୁ ତାକୁ। ଏଇ ତ କଥା। ଆଉ ମିନିମମ୍ 10-12 ପରିବାର ମାନେ ପୁରା ପାଣି ଘର ଭିତରେ। ପାଣି ଏଇ ତ ଦେଖୁଛନ୍ତି, ପାଣି ଏଇ ତ ମାନେ 3 ଫୁଟ ଉପରେ ପାଣି ତିନି ଷ୍ଟକିଂ ଫୁଟ ଅଛି ବର୍ତ୍ତମାନ। ଆଉ ଟେକ୍ନିକ୍ସ ଅଛି ଆଉ ଆମେ ପାଣି ଘେରୁଆ ଭିତରେ ବର୍ତ୍ତମାନ ଠିଆ ହେଇଛୁ ସମସ୍ତେ। ଆଉ ଅଛି। ଆମେ କରୁଛୁ ସରକାରଙ୍କୁ କେମିତି ଆବେଦନ ଗୋଟେ କରୁଛୁ, କେମିତି ଆମର ତୁରନ୍ତ ଗୋଟେ ପାଣିର ନିଷ୍କାସନ ବାଟ କଲେ ଆମେ ଟିକେ ଚିରୋପକୃତ କରାହଉ। ହବୁ। ଆମର ସରପଞ୍ଚ ନିଷ୍କାସନ ବି ବାଟ ଆସିକି ଗୋଟେ କରାହଉ। ଉପସ୍ଥିତ ଅଛି, ଆମକୁ ଟିକେ ଯୋଉ ସହାୟତା ଗୋଟେ ହେଲେ ଦେଖି ଆମେ ବ୍ୟବସ୍ଥା କରିକି ସନ୍ଧ୍ୟା ଗୋଟେ ସୁଦ୍ଧା ନିଷ୍କାସନ ବାଟ ଗୋଟେ କରାହଉ। ଆମେ ଟିକେ ବାହାରି ପାରିବୁ। ଆମ ପିଲା ଛୁଆ ସ୍କୁଲ ନା ଏପର୍ଯ୍ୟନ୍ତ କିଛି ଆସିନି, ପର୍ଯ୍ୟନ୍ତ କିଛି ଆସିନାହିଁ। ଏପର୍ଯ୍ୟନ୍ତ କିଛି ଆସିନି। ଯାହା ଆସିଲା ଆମ ସରପଞ୍ଚ ବାବୁ ଏ ରାନ୍ଧିବା ମାନେ ଅନ୍ୟ ଆଣିଦେଲେ। ଏପର୍ଯ୍ୟନ୍ତ ସରକାର ସହାୟତା କିଛି ଆସିନି। ତାପରେ ସରପଞ୍ଚ ବାବୁ ତ କଥା ଦେଇଛନ୍ତି, ସରକାର ସହାୟତା କିଛି ଆଣିଦେବା ପାଇଁ କହିଛନ୍ତି। ସେ ତାଙ୍କ ଚେଷ୍ଟା, ସେ ଯାହା କରିବେ ଆଉ କ'ଣ ଅଛି। ଧାମରାରୁ ନରେନ୍ଦ୍ର ଲେଙ୍କାଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।